ଶିବସୂତ୍ର ଦ୍ୱିତୀୟ ମନ୍ତ୍ର ଯୌନି ବର୍ଗ କଳା ଶରୀର ମାନେ ପୁନର୍ଜନ୍ମରୁ ମୁକ୍ତି ପାଇବା ଉପାୟ ବିଷୟରେ ଏଠାରେ ପ୍ରଭୁ ଶିବ ମାତା ପାର୍ବତୀଙ୍କୁ କହୁଛନ୍ତି। ଯୌନି ବର୍ଗ, ଯୌନି ପ୍ରକୃତି, ସୃଜନ ଶକ୍ତି, କଳା ଶରୀର କର୍ତ୍ତା ଭାବରୁ ପୁନର୍ଜନ୍ମ ଜାଗ୍ରତ ହୋଇଥାଏ। ତେଣୁ କେତେ ଋଷିମାନେ କହିଛନ୍ତି ଅନ୍ତମତି ସଗତି ମାନେ ଯେଭଳି ତୁମର ମତି ରହିବ, ଚିନ୍ତାଧାରା, ଭାବନା ଓ ବାସନା ରହିବ, ସେଭଳି ଶରୀର ପୁଣି ସୃଷ୍ଟି ହେବ। ଅନ୍ତଃକରଣର କାମ ହିଁ ସେଇଆ। ପ୍ରକୃତି ଆମର ଭାବନା ଅନୁସାରେ ଆମକୁ ଗଢ଼ି ଚାଲିଥାଏ। ସେହି ହିସାବରେ ଜନ୍ମ ଓ ମୃତ୍ୟୁର ଚକ୍ର ଆମ ଚାରିପଟେ ଘୂରି ରହିଥାଏ। ବିଷୟ ଆସକ୍ତି ଛାଡ଼ିବା, କର୍ତ୍ତା ଭାବ ତ୍ୟାଗ କରିବା ଫଳରେ ଆମେ ବର୍ତ୍ତମାନ ଜୀବନର ମୁକ୍ତି ଲାଭ କରିପାରିବା। ଏହା ଛାଡ଼ିବା ଉଚିତ ମଧ୍ୟ। କାହିଁକି ନା ରାତିରେ ନିଦ ଆମ ଇଚ୍ଛା ଅନୁସାରେ ହୁଏ ନାହିଁ କି ସକାଳୁ ଉଠିବା ଆମ ଇଚ୍ଛା ହିସାବରେ ହୋଇନଥାଏ। ସେହିଭଳି ଭୋକ ଲାଗିବା, ନିଦରେ ସ୍ୱପ୍ନ ଆସିବା ଏବଂ ଆମର ହୃଦୟ ସ୍ପନ୍ଦନ ଚାଲିବା, ଆମେ ଶୋଇଥିଲା ବେଳେ ଧମନୀରେ ରକ୍ତ କ'ଣ ଆମ ଇଚ୍ଛା ଅନୁସାରେ ଚାଲେ? ଏ ସୂର୍ଯ୍ୟ, ଚନ୍ଦ୍ର, ଗ୍ରହ, ନକ୍ଷତ୍ର ଇତ୍ୟାଦି କାର୍ଯ୍ୟରତ ଅଛନ୍ତି, ଏହା ଆପେ ଆପେ ହୁଅନ୍ତି ନା କାହା ଦ୍ୱାରା ନିୟନ୍ତ୍ରିତ ଅଛନ୍ତି? ଏହିସବୁ କାମ ଆମ ଅଧୀନରେ ନାହିଁ, ଏହା ଆମେ ସ୍ପଷ୍ଟ ଭାବେ ଜାଣିଛୁ। ଅର୍ଥାତ୍ ଆମେ ସ୍ୱୟଂ ପରିଚାଳିତ ନୁହେଁ। ତେଣୁ କର୍ତ୍ତାପଣ କାହିଁକି କରିବା? କର୍ତ୍ତାପଣ ତ୍ୟାଗ କଲେ ହିଁ ପୁନର୍ଜନ୍ମରୁ ମୁକ୍ତି ହେବ। ନିଜ ଜୀବନରେ ଏହି ହିସାବରେ ଆମକୁ ଅନୁସରଣ କଲେ ଏହାର ଫଳ ପ୍ରାପ୍ତି ହେବ। ଏହାକୁ ଯୌନି ବର୍ଗ କଳା ଶରୀର ବୋଲି ଏକ ମନ୍ତ୍ର ସୃଷ୍ଟି କରାଯାଇଛି। ଏହି ମନ୍ତ୍ରର ଭାବ ହେଉଛି କର୍ତ୍ତାପଣ ତ୍ୟାଗ କଲେ ପୁନର୍ଜନ୍ମରୁ ବା ଇହ ଜନ୍ମରୁ ମୁକ୍ତି ପ୍ରାପ୍ତ ହୋଇପାରିବ।